ଭଗବାନ କୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଏହି 10ଟି କଥା ମନେ ରଖନ୍ତୁ। ସଫଳତା ଆପଣଙ୍କ ପାଦ ଚୁମ୍ବନ କରିବ। ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତାହେଲେ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। କିନ୍ତୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭିତରୁ କେହି ଯଦି ଆଜି ମୋ ଚ୍ୟାନେଲରେ ନୂଆ ଥାନ୍ତି ତାହେଲେ ପ୍ଲିଜ୍ ପ୍ରଥମେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ ମୋ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ତାହେଲେ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। ସୁଖ ଏବଂ ଦୁଃଖ ଉଭୟ ଜୀବନର ଏକ ଅଂଶ। ଯଦି କେବେ ବିଫଳତା କିମ୍ବା ନିରାଶର ଅନ୍ଧକାର ଜୀବନକୁ ଗ୍ରାସ କରେ, ତେବେ ଶ୍ରୀମଦ୍ ଭଗବତ ଗୀତାର ଶିକ୍ଷାକୁ ମନେ ପକାଇବେ ନିଶ୍ଚିତ। ଜୀବନରେ ସବୁବେଳେ ଉପର ତଳ ଆସିଥାଏ। ଅନେକ ସମୟରେ ଜୀବନରେ ଏପରି କଠିନ ପରିସ୍ଥିତି ଆସିଥାଏ ଯେତେବେଳେ କୌଣସି ରାସ୍ତା ଦେଖାଯାଏ ନାହିଁ। ଏପରି ସମୟରେ କେବଳ ଗୋଟିଏ ଭାବନା ଆସେ ଯେ କେହି ଆମକୁ ରାସ୍ତା ଦେଖାନ୍ତୁ। ଯଦି ଆପଣ ମଧ୍ୟ ଆପଣଙ୍କ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଏବଂ କ'ଣ କରିବେ ତାହା ବୁଝିପାରୁନାହାନ୍ତି, ତେବେ ଆପଣ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାକୁ ନିଶ୍ଚିତ ଭାବରେ ଶୁଣନ୍ତୁ। ଗୀତାର ଏହି ଶିକ୍ଷାଗୁଡ଼ିକ ଆପଣଙ୍କ ଜୀବନକୁ ଏକ ନୂତନ ଦିଗ୍ଦର୍ଶନ ଦେବାରେ ସହାୟକ ହୋଇପାରିବ। କୌଣସି ମଣିଷର ପରିସ୍ଥିତି ସବୁବେଳେ ସମାନ ରହେ ନାହିଁ। ପରିସ୍ଥିତି ପରିବର୍ତ୍ତନ ହୁଏ। ତେଣୁ ମଣିଷ ସାହସ ହାରିବା ଉଚିତ ନୁହେଁ। ତୁମର କାମ କର, ଫଳାଫଳ ବିଷୟରେ ଚିନ୍ତା କର ନାହିଁ। ଅର୍ଥ ଶ୍ରୀକୃଷ୍ଣ କହିଛନ୍ତି ଯେ ଆମେ କେବଳ ଆମର କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ ଏବଂ ଫଳାଫଳ ଆଶା କରିବା ଉଚିତ ନୁହେଁ। ଜଣେ ବ୍ୟକ୍ତିକୁ ତାଙ୍କଠାରୁ ଭଲ ଭାବରେ କେହି ଜାଣିପାରିବେ ନାହିଁ। ଯେଉଁ ବ୍ୟକ୍ତି ତାଙ୍କର ଗୁଣ ଏବଂ ତ୍ରୁଟିକୁ ଜାଣିଛନ୍ତି, ସେ ନିଜର ବ୍ୟକ୍ତିତ୍ୱକୁ ବିକଶିତ କରିପାରିବେ ଏବଂ ପ୍ରତ୍ୟେକ କାମରେ ସଫଳତା ପାଇପାରିବେ। ଜଣେ ବ୍ୟକ୍ତି ଯାହା ଚାହିଁବ ତାହା ହୋଇପାରିବ ଯଦି ସେ ବିଶ୍ୱାସର ସହିତ ଇଚ୍ଛିତ ଜିନିଷ ଉପରେ ନିରନ୍ତର ଧ୍ୟାନ କରେ। ଯଦି ପରିସ୍ଥିତି ଆପଣଙ୍କ ସପକ୍ଷରେ ନାହିଁ, ତେବେ ବିଶ୍ୱାସ କରନ୍ତୁ ଯେ ଆପଣଙ୍କ ପାଇଁ କିଛି ଭଲ ଅପେକ୍ଷା କରିଛି। ଯାହା ଘଟିଛି ଭଲ ପାଇଁ, ଯାହା ଘଟୁଛି ଭଲ ପାଇଁ, ଯାହା ଘଟିବ ଭଲ ପାଇଁ ହେବ ଏବଂ ଭବିଷ୍ୟତ ବିଷୟରେ କେବେ ବି ଚିନ୍ତା କରିବେ ନାହିଁ। ବର୍ତ୍ତମାନରେ ବଞ୍ଚିବା ପାଇଁ ସବୁବେଳେ ଚେଷ୍ଟା କରିବେ। ସମାଲୋଚନାର ଭୟରେ ନିଜର ଲକ୍ଷ୍ୟ ତ୍ୟାଗ କର ନାହିଁ, କାରଣ ତୁମେ ନିଜ ଲକ୍ଷ୍ୟ ହାସଲ କରିବା ମାତ୍ରେ ଯେଉଁମାନେ ତୁମକୁ ସମାଲୋଚନା କରନ୍ତି ସେମାନଙ୍କର ମତ ବଦଳିଯାଏ। ଯଦି ଈଶ୍ୱର ତୁମକୁ ଦୁଃଖ ଦେଇ ଆସିଛନ୍ତି, ତେବେ ସେ ନିଶ୍ଚିତ ଭାବରେ ତୁମକୁ ଦୁଃଖରୁ ମଧ୍ୟ ଆଗକୁ ନେଇଯିବେ। ଟେନସନ୍ କେବଳ ସମସ୍ୟାକୁ ଜନ୍ମ ଦେଇପାରେ। ଯଦି ତୁମେ ସମାଧାନ ଖୋଜିବାକୁ ଚାହୁଁଛ, ତେବେ ତୁମକୁ ହସିବାକୁ ପଡ଼ିବ। ଯାହା ଘଟୁଛି ତାହା ଘଟିବା ପାଇଁ ଦେବେ, କାହିଁକି ନା ତୁମର ପରମେଶ୍ୱର ତୁମ ଭାବନାଠାରୁ ଅଧିକ ଆଉ ଭଲ ସେ ସବୁବେଳେ ଭାବିଥାନ୍ତି। ଭଗବତ ଗୀତା କେବଳ ଏକ ପୁସ୍ତକ ନୁହେଁ, ଏହା ଜୀବନର ଏକ ମାର୍ଗଦର୍ଶୀ ଆଲୋକ। ଏହି ପୃଥିବୀରେ କେହି ତୁମକୁ ସମର୍ଥନ କରନ୍ତି ନାହିଁ। ଏଠାରେ ତୁମକୁ ନିଜେ ଲଢ଼ିବାକୁ ପଡ଼ିବ ଏବଂ ନିଜେ ନିଜକୁ ବୁଝେଇବା ପାଇଁ ବି ପଡ଼ିବ। ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ଏବେ ବି ମଣିଷକୁ ସୁଖ, ଶାନ୍ତି ଏବଂ ମୁକ୍ତି ପାଇବା ପାଇଁ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିଥାଏ। ଶ୍ରୀମଦ୍ ଭଗବତ ଗୀତା ଜଣେ ବ୍ୟକ୍ତିକୁ ଜୀବନର ସଠିକ୍ ଦିଗ୍ଦର୍ଶନ କରାଇଥାଏ। ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ସଠିକ୍ ନିଷ୍ପତ୍ତି ନେବା ପାଇଁ ଅର୍ଜୁନଙ୍କୁ କେବଳ ଗୀତାର ଶିକ୍ଷା ଦେଇନଥିଲେ, ବରଂ ତାଙ୍କୁ ତାଙ୍କର ବିଶାଳ ରୂପ ମଧ୍ୟ ଦେଖାଇଥିଲେ। ଦ୍ୱାପର ଯୁଗରେ ଦିଆଯାଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ଶିକ୍ଷା ଆଜି ମଧ୍ୟ ଜଣେ ବ୍ୟକ୍ତିକୁ ସୁଖ, ଶାନ୍ତି ଏବଂ ମୁକ୍ତି ପାଇବା ପାଇଁ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରେ। ଯଦି ଜଣେ ବ୍ୟକ୍ତି କାର୍ଯ୍ୟକାରୀ କରନ୍ତି ନା, ତେବେ ତାଙ୍କ ଜୀବନ ପରିବର୍ତ୍ତନ ହୋଇଯିବ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ କହିଛନ୍ତି ଯେ
जीवन रे किछि घटिछि, जहा घटुछि एवं जहा घटिबो सबु किछि भल पई ही घटिबो आ सबु किछि भल ही हेबो। एपरि परिस्थिति रे जणे व्यक्ति कौनसी विषय रे दुखित किंबा चिंतित हेबा उचित नुहे। जीए एहाकु भल भाव रे बुझी पारे तार जीवन रक्षा पाई जाए। भगवान कृष्णଙ୍କ अनुसारे कौनसी व्यक्ति जन्मरु महान नुहंती, किंतु तांकर कर्म तांकु महान करिथाए। एपरि परिस्थिति रे जणे व्यक्ति को सठिक पथ अनुसरण करिबा एवं भल कार्य करिबा उचित। जे खराब कार्य रे फसी जाए से केबे एथिरु पुनर्बार बाहरी पारिबो नाही, जहा जोगु तांकर समग्र जीवन नष्ट होई जाए। श्रीमद् भगवत गीता रे लेखा जाइछि जे जेउ व्यक्ति सफलतारे अहंकारी हुए नाही एवं विफलतारे निराश हुए नाही से निश्चित भावरे जीवन रे सफल हुए, कारण उभय परिस्थिति रे व्यक्तिंक मस्तिष्क काम करिबा बंद करि दिए, जहा जोगु से दिनकु दिन पछरे पड़ी जाए। भगवान कृष्ण कहिछंती जे जहा तुमर जदिओ समग्र विश्वर शक्ति एकाठी हुए ताहा तुमठारु छड़ाई नहीं पारिबो नाही। जीए एही कथा को भल भावरे बुझे से कौनसी विषय रे दुखित हुए नाही। जदि कौनसी व्यक्ति तुम जीवनरु चली जाए तेबे बुझी जिबे जे से केबे तुमर नथिला। श्रीमद् भगवत गीता रे भगवान श्रीकृष्ण कहिछंती जे जणे व्यक्ति केबे समय पूर्वरु किंबा तार भाग्य अपेक्षा अधिक किछि पाए नाही। एपरि परिस्थिति रे लोकमाने किछि न भाबी निजर काम करि चलिबा उचित। जहा हेबार अछि ताहा घटिबो, भविष्यत विषय रे चिंता करिबा उचित नुहे। गीता उपदेशंक अनुसारे जणे व्यक्तिंकु केबे भी समालोचनारु भय करिबा उचित नुहे। आज जेउ व्यक्ति आपणंकु समालोचना किंबा निंदा करूछंती, आपणंक सफलता परे तांकर मत परिवर्तन हुए। एपरि परिस्थिति रे जणे व्यक्ति समालोचकंक प्रति अधिक ध्यान देबा उचित नुहे। आशा करूची आपण मानको वीडियोटी भल लागिथिबो। जदि भल लागिथाए ताले निहाती लाइक कमेंट शेयर सब्सक्राइब करदेबे। मते ताले विदाई दियंतु, पुणी देखा हबो नेक्स्ट वीडियो रे। नमस्कार।